ନମସ୍କାର ଦର୍ଶକ ବନ୍ଧୁ ସମସ୍ତଙ୍କୁ ଶୁଭ ସକାଳ। ଚାଲନ୍ତୁ ନଜର ପକାଇ ନେବା ଆଜିର ମୁଖ୍ୟ ଖବର ଗୁଡ଼ିକ ଉପରେ। ସତ୍ରରେ କେଉଁମାନେ ପାଇବେ ସୁଭଦ୍ରା ଟଙ୍କା? ତେବେ ଯେଉଁମାନଙ୍କର ଫର୍ମ ଅନଲାଇନରେ ଦାଖଲ ହୋଇ ଭେରିଫାଇ ହୋଇସାରିଛି ସେମାନଙ୍କୁ ସତ୍ରରେ ପ୍ରଥମ କିସ୍ତି ଟଙ୍କା ମିଳିବ। ଏହାଛଡ଼ା ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି, ଯାହାକି ଆଧାର ସହିତ ମୋବାଇଲ ନମ୍ବର ଲିଙ୍କ ନଥିଲେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଏଥିପାଇଁ ଓଟିପିର ଆଉ ଆବଶ୍ୟକତା ନାହିଁ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କହିବାକୁ ଗଲେ ସୁଭଦ୍ରା ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ଓଟିପି ମୁକ୍ତ କରାଯାଇଛି। ସୁଭଦ୍ରା ଯୋଜନା ଆବେଦନକାରୀମାନେ ମୋବାଇଲ ନମ୍ବର ଲିଙ୍କ ଓ ଆଧାର ଅପଡେଟ୍ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲଗାଉଥିଲେ। ପରବର୍ତ୍ତୀ ଖବର, ଆସନ୍ତା 17 ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ମହିଳା ବିକାଶୋନ୍ମୁଖୀ ଯୋଜନା ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ। ତେବେ ଏହି ପରିପ୍ରେକ୍ଷୀରେ ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜଗୁଡ଼ିକ ସେଦିନ ସମ୍ପୂର୍ଣ୍ଣ ଛୁଟି କରିବା ପାଇଁ ଘୋଷଣା କରାଯାଇଛି। ପରବର୍ତ୍ତୀ ଖବର, ଆସିଲା ଜିଓର ଶସ୍ତା ପ୍ଲାନ୍, 28 ଓ 84 ଦିନର ଭ୍ୟାଲିଡିଟି। 199 ଟଙ୍କିଆ ରିଚାର୍ଜ ପ୍ଲାନ୍। 199 ଟଙ୍କା ମୂଲ୍ୟର ଜିଓର ରିଚାର୍ଜ ପ୍ଲାନ୍ 28 ଦିନର ଭ୍ୟାଲିଡିଟି ସହିତ ଆସିଥାଏ। ଏହି ପ୍ଲାନ୍ 2 GB ଡାଟା ଉପଲବ୍ଧ। ଏହା ବ୍ୟତୀତ ଅସୀମତ କଲିଂ ଏବଂ ଦୈନିକ 100 SMSର ଲାଭ ଉପଲବ୍ଧ। ଏହି ଯୋଜନା ସହିତ ଉପଭୋକ୍ତାମାନେ ଜିଓ କ୍ଲାଉଡ୍ ଏବଂ ଜିଓ ସିନେମାର ସୁବିଧା ପାଇପାରିବେ। 509 ଟଙ୍କିଆ ରିଚାର୍ଜ ପ୍ଲାନ୍। ରିଲାଏନ୍ସ ଜିଓର ଏକ ରିଚାର୍ଜ ପ୍ଲାନ୍ 509 ଟଙ୍କାରେ ମିଳୁଛି। ଏହାର ଭ୍ୟାଲିଡିଟି ପ୍ରାୟ 3 ମାସ ଅର୍ଥାତ୍ 84 ଦିନ ପାଇଁ। ଏହି ରିଚାର୍ଜ ସହିତ ଉପଭୋକ୍ତାମାନେ ଅସୀମିତ କଲିଂ, ଦୈନିକ 100 SMS ଏବଂ 6 GB ଡାଟା ପାଇପାରିବେ। ଯଦି ଆପଣ କେବଳ ସିମ୍ ଆକ୍ଟିଭ୍ ରଖିବା ପାଇଁ ରିଚାର୍ଜ କରନ୍ତି, ତେବେ ଏହି ଯୋଜନା ଆପଣଙ୍କ ପାଇଁ ଶସ୍ତା ବୋଲି ପ୍ରମାଣିତ ହେଉଛି। ପରବର୍ତ୍ତୀ ଖବର, ମୋଦିଙ୍କ ଗସ୍ତ ପାଇଁ ମୃତ ଅଧିକାରୀଙ୍କୁ ଦାୟିତ୍ୱ। ରାଜ୍ୟରେ ବିଜେପି ସରକାର ଗଢ଼ିବାର 3 ମାସ ପୂରିଲାଣି, ହେଲେ ସରକାର ବାରମ୍ବାର ଭୁଲ କରି ନିଜକୁ ଶିଶୁ ଅଭିହିତ କରି ଖସିଯିବାକୁ ପ୍ରୟାସ କରିଛନ୍ତି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅଧୀନସ୍ଥ ସାଧାରଣ ପ୍ରଶାସନ ବିଭାଗ ବର୍ଷକ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ OS ଅଧିକାରୀଙ୍କୁ ଦାୟିତ୍ୱ ଦେବା ଘଟଣା ପରେ ସରକାରଙ୍କ କାର୍ଯ୍ୟପଦ୍ଧତି ଉପରେ ପ୍ରଶ୍ନ ଉଠୁଛି। ପକ୍ଷାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଉଦାସୀନତାକୁ ନେଇ ସରକାରଙ୍କୁ କାଠଗଡ଼ାରେ ପରବର୍ତ୍ତୀ ଖବର, ଇଲିସି ପାଇଁ ଧାମନଗରରେ ପ୍ରବଳ ଭିଡ଼, ଖାଲି ହାତରେ ଫେରୁଛନ୍ତି ଗ୍ରାହକ। ଇଲିସିର ନାଁ ଶୁଣିଲେ ପାଟିରୁ ଆପେ ଆପେ ଲାଳ ବୋହି ଆସେ। ଇଲିସି ପଡ଼ିବାର ବର୍ତ୍ତମାନ ସଠିକ୍ ସମୟ। ହେଲେ ମତ୍ସ୍ୟଜୀବୀଙ୍କ ଜାଲରେ ଚାହିଦା ମୁତାବକ ଇଲିସି ପଡ଼ୁନି, ତେଣୁ ଦର ଉଚ୍ଚତା ରହୁଛି ବୋଲି କହିଛନ୍ତି ବ୍ୟବସାୟୀ। 200ରୁ 300 ଗ୍ରାମ ଇଲିସିର ଦର 400ରୁ 500 ଟଙ୍କା ଥିବା ବେଳେ 500ରୁ 900 କିଲୋଗ୍ରାମ ଇଲିସିର ଦାମ 700ରୁ 800 ଟଙ୍କା ରହିଛି। ଆଉ ଯଦି ଇଲିସି କେଜିଏରୁ ଅଧିକ ହେଲା, ତେବେ ଦାମ 2000ରୁ 2500 ଟଙ୍କାରେ ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁଛି। ପରବର୍ତ୍ତୀ ଖବର, ବଜାରକୁ ଆସିଲା ଜିଓ ଫୋନ୍ ପ୍ରାଇମା 2। ଦାମ ଜାଣିଲେ ଆପଣ ଆଜି ହିଁ କିଣିବେ। 4G ୱାଇଓଏସ୍ରେ କାର୍ଯ୍ୟ କରୁଥିବା ଜିଓ ଫୋନ୍ ପ୍ରାଇମା 2ରେ କ୍ୱାଲକମ୍ ପ୍ରୋସେସର ରହିଛି। ଏଥିରେ 512 MB ର୍ୟାମ୍ ରହିଛି ଏବଂ ସମସ୍ତ ଆପ୍ ଗୁଡ଼ିକୁ ହୋଷ୍ଟ କରିବା ପାଇଁ 4 GB ଆଭ୍ୟନ୍ତରୀଣ ମେମୋରି ସହିତ 128 GB ପର୍ଯ୍ୟନ୍ତ ବାହ୍ୟ SD କାର୍ଡ଼ ବ୍ୟବହାର ପାଇଁ ସୁବିଧା ରହିଛି। ଏହି ଫୋନ୍ରେ 2.4 ଇଞ୍ଚର LCD ସ୍କ୍ରିନ୍ ଏବଂ 2000 mAhର ବ୍ୟାଟେରୀ ମଧ୍ୟ ରହିଛି। ଏଥିରେ ଡିଜିଟାଲ ସେଲ୍ଫି ପାଇଁ ଏକ ପଛପଟେ କ୍ୟାମେରା ମଧ୍ୟ ରହିଛି, ଯାହା ଗ୍ରାହକଙ୍କୁ ଫଟୋ ଉଠାଇବା ଏବଂ ଭିଡ଼ିଓ କରିବା ପାଇଁ ସୁବିଧା ହୋଇଥାଏ। ମ୍ୟୁଜିକ୍ ପାଇଁ ବ୍ଲୁଟୁଥ୍ 5.0 ଏବଂ ୱାଇଫାଇ ସପୋର୍ଟ ସହିତ 3.5 mm ହେଡ୍ଫୋନ୍ ଜ୍ୟାକ୍ ରହିଛି। ଏହି ଫୋନ୍ ଇଂରାଜୀ ଏବଂ 22ଟି ଭାରତୀୟ ଭାଷାକୁ ସପୋର୍ଟ କରୁଛି। ଜିଓ ଫୋନ୍ ପ୍ରାଇମା 2 ଫିଚର ଫୋନ୍ ବର୍ଗରେ ଏକ ଫ୍ଲାଗସିପ୍ ଫୋନ୍ ଭାବରେ ସବୁଠାରୁ ଆଗରେ ରହିଛି। ଏହା ଫିଚର ଫୋନ୍ ସରଳତା ସାଙ୍ଗକୁ ଆଧୁନିକ ଫିଚର୍ସ ଗୁଡ଼ିକୁ ଯୋଡ଼ି ଏକ ଶିଳ୍ପ ମାନକ ସ୍ଥାପିତ କରିଛି। ଏହି ଫୋନ୍ଟି ଅତି ସୁଲଭ ମୂଲ୍ୟରେ ମାତ୍ର 2799 ଟଙ୍କାରେ ଉପଲବ୍ଧ ହେଉଛି। ପରବର୍ତ୍ତୀ ଖବର, କଲିକତାରେ ବୋମା ବିସ୍ଫୋରଣ। ପଶ୍ଚିମବଙ୍ଗର ରାଜଧାନୀ କଲିକତାରେ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ NRS ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ ଶନିବାର ସମୟ ପାଖାପାଖି 1:45ରେ ତଲତଲା ପୁଲିସ ଷ୍ଟେସନକୁ ସନ୍ଦିଗ୍ଧ ବ୍ୟାଗ୍ ବିସ୍ଫୋରଣ ହେବାର ସୂଚନା ମିଳିଥିଲା, ଯେଉଁଥିରେ ଜଣେ ଓଡ଼ିଆ ଘୋଟାଳି ବ୍ୟକ୍ତି ଆହତ ହୋଇଥିଲେ। ତାଙ୍କର ଡାହାଣ ହାତରେ ଆଘାତ ଲାଗିଛି। ଏହି ବିସ୍ଫୋରଣ ବଚମ୍ୟାନ ସେଣ୍ଟ ଓ SN ବାନାର୍ଜୀ ରୋଡ୍ ମଧ୍ୟରେ ହୋଇଥିଲା। ସେଠାରେ ଏକ ପ୍ଲାଷ୍ଟିକ ବ୍ୟାଗ୍ ରଖାଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ସେହି ବ୍ୟାଗ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ବିସ୍ଫୋରଣ ହୋଇଛି। ପରବର୍ତ୍ତୀ ଖବର, ମାଲକାନଗିରିରେ ଝାଡ଼ାବାନ୍ତି 6 ମୃତ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଦୁର୍ଗମ ଗ୍ରାମରେ ଝାଡ଼ାବାନ୍ତି ଥମିବାର ନାଁ ଧରୁନାହିଁ। ଝାଡ଼ାବାନ୍ତିରେ ଗତ 7 ଦିନ ମଧ୍ୟରେ 6
6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲା ହସ୍ପିଟାଲ ଓ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଝାଡ଼ାବାନ୍ତି ଆକ୍ରାନ୍ତ ଗାଁରେ ପହଞ୍ଚି ରକ୍ତ ନମୁନା, ପାଣି, ଖାଦ୍ୟ ସଂଗ୍ରହ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପରବର୍ତ୍ତୀ ଖବର, ସାନ ଭାଇ ଗୁଳି ମାଡ଼ରେ ଯୁବକ ଗୁରୁତର। ଥୁଆମୂଳ ରାମପୁର ବ୍ଲକ କିଆପଦ ଗାଁରେ ଘଟିଛି ଅଭାବନୀୟ ଘଟଣା। ପାରିବାରିକ କଳହରୁ ସାନ ଭାଇର ଗୁଳି ମାଡ଼ରେ ବଡ଼ ଭାଇ ଗୁରୁତର ହୋଇଛି। ଗୁରୁତର ଯୁବକ ଜଣକ ହେଲେ କିଆପଦର ଗାଁର ଯୁବରାଜ ପାଣ୍ଡେ। ଯୁବରାଜଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ଘରେ ବାହାରେ ଠିଆ ହୋଇଥିବା ସମୟରେ ତାଙ୍କ ସାନ ଭାଇ କାର୍ତ୍ତିକ ପାଣ୍ଡେ କିଛି ପାରିବାରିକ କଳହକୁ ନେଇ ତାଙ୍କୁ ଏକ ଦେଶୀ ବନ୍ଧୁକରୁ ପଛପଟୁ ଗୁଳି ମାରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପରବର୍ତ୍ତୀ ଖବର, ଥାଲାପତି ବିଜୟ ଫିଲ୍ମ ଲାଇନ୍ରୁ ନେବେ ସନ୍ନ୍ୟାସ। କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ଯେତେବେଳେ ଥାଲାପତିଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ସୁପରହିଟ୍ ଏବଂ ବ୍ଲକବଷ୍ଟର ବୋଲି ପ୍ରମାଣିତ ହେଉଛି, ସେତେବେଳେ ସେ ହଠାତ୍ କାହିଁକି ଏହି ନିଷ୍ପତ୍ତି ନେଲେ। ନିକଟରେ ଥାଲାପତି ବିଜୟ ତାଙ୍କର ଶେଷ ଚଳଚ୍ଚିତ୍ର ଥାଲାପତି 69 ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପରେ ସୁପରଷ୍ଟାର ଇଣ୍ଡଷ୍ଟ୍ରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଚଳଚ୍ଚିତ୍ର ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ଗତ ସପ୍ତାହରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ରିଲିଜ୍ ହେବା ପରଠାରୁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ 177 କୋଟିରୁ ଅଧିକ ଆୟ କରିଛି। ଏହି ରୋଜଗାର କେବଳ ଗୋଟିଏ ସପ୍ତାହର ଅଟେ। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିବେ। ପୁଣି ଦେଖାହେବ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟବାଦ।